ଗପ ଅମୃତରେ ତମରାଜ କିଲବିସ୍ କେବେ ମରିବ? ଥରେ ଦେବର୍ଷି ନାରଦ ଭଗବାନ ବିଷ୍ଣୁଙ୍କୁ ପଚାରିଲେ, ପ୍ରଭୁ, ଏଇ ଅସୁରମାନଙ୍କୁ କାହିଁକି ତିଆରି କରିଛନ୍ତି? ଅସୁରମାନେ ବଡ଼ ଉତ୍ପାତ କରୁଛନ୍ତି। ଦୟା ମାୟା କିଛି ବୋଲେ ନାହିଁ। ସବୁବେଳେ ହିଂସା କାମ କରୁଛନ୍ତି। ଏମାନଙ୍କୁ ମାରି ଦଉନାହାନ୍ତି କାହିଁକି? ଭଗବାନ ବିଷ୍ଣୁ ମୁରୁକି ହସ ଦେଇ କହିଲେ, ନାରଦ, କୌଣସି ଜିନିଷ ବା କୌଣସି ବ୍ୟକ୍ତି ବା କୌଣସି ଜୀବକୁ ମୁଁ ବିନା କାରଣରେ ତିଆରି କରିନଥାଏ। ଅସୁରମାନଙ୍କୁ ତିଆରି କରିବା ମଧ୍ୟ ମୋର ଏକ ବିଧିର ବିଧାନ। ଦେବର୍ଷି ନାରଦ ପୁଣି ପଚାରିଲେ, ପ୍ରଭୁ, ସବୁଆଡ଼େ ସତ୍ୟର ଆଲୋକ ବ୍ୟାପିଥାନ୍ତା ଆଉ ପାପର ଅନ୍ଧକାର ଦୂର ହେଇଯାଆନ୍ତା, କେତେ ଭଲ ହୁଅନ୍ତା ସତେ। ନାରାୟଣ ପୁଣି କହିଲେ, ନାରଦ, ଅନ୍ଧାର ଆଉ ଆଲୁଅ ଦୁଇଟି ଯାକ ମୁଁ ତିଆରି କରିଛି। ଯଦି ଅନ୍ଧାର ନଥାନ୍ତା, ଆଲୁଅକୁ ଆମେ ଖୋଜି ନଥାନ୍ତେ, ଆଉ ଯଦି ଆଲୁଅ ନଥାନ୍ତା, ଆମେ ସବୁବେଳେ ଅନ୍ଧକାରରେ ବୁଡ଼ି ରହିଥାନ୍ତେ। ତେଣୁ ଦୁଇଟି ଯାକର ମହତ୍ତ୍ୱ ରହିଛି। ତୁମେ ଥରେ ଚିନ୍ତା କର, ତୁମେ ଯେଉଁ ନାରାୟଣ ନାମ ନେଉଛ, ସେହି ନାରାୟଣ ସଂସାରରୁ ଯଦି ସମ୍ପୂର୍ଣ୍ଣ ରୂପେ ବିନାଶ ହେଇଯିବେ, ସେହି ଅବସ୍ଥାକୁ ଟିକେ ଭାବି ଦେଖ। ନାରଦ କହିଲେ, ପ୍ରଭୁ, ମୁଁ ତ ଭାବି ହିଁ ପାରୁନି। ଆପଣଙ୍କର ଉପସ୍ଥିତି ହିଁ ମୋ ପାଇଁ ସବୁ କିଛି। ନାରାୟଣ ପୁଣି କହିଲେ, ଅନୁପସ୍ଥିତିକୁ କିଛି ସମୟ ପାଇଁ ଅନୁଭବ କଲ ବୋଲି ଉପସ୍ଥିତିକୁ ଏତେ ଗୁରୁତ୍ୱ ଦଉଛ। ତାହା ହିଁ ତ ସଂସାରର ମାୟା, ତାହା ହିଁ ତ ମୋର ଖେଳ। ଦୈବୀ ଗୁଣରେ ଅଧିକାରୀ ଦେବତାମାନଙ୍କୁ ଅଙ୍କୁଶ ଲଗାଇବା ପାଇଁ ମୁଁ ଅସୁରମାନଙ୍କୁ ତିଆରି କରିଛି। ଦେବତା ଓ ଅସୁର ପରସ୍ପର ଭିତରେ ନିର୍ଭରଶୀଳ। ଦୈବୀ ଶକ୍ତି ଏବଂ ଆସୁରିକ ଶକ୍ତି, ଏ ଦୁଇଟି ଶକ୍ତିର ସନ୍ତୁଳନ ହେବା ନିହାତି ଦରକାର। ତାହା ହେଲେ ସୃଷ୍ଟି ସ୍ଥିର ରହିବ ଏବଂ ଉନ୍ନତି ପଥରେ ଆଗେଇ ଚାଲିବ। ଯେତେବେଳେ ସନ୍ତୁଳନ ରକ୍ଷା ହୋଇନଥାଏ, ସେହି ସମୟରେ ମୁଁ ଜନ୍ମଗ୍ରହଣ କରେ ଏବଂ ସୃଷ୍ଟିକୁ ପୁଣି ରକ୍ଷା କରିଥାଏ। ଆପଣମାନେ ଦୂରଦର୍ଶନରେ ଶକ୍ତିମାନ ସିରିଏଲ ନିଶ୍ଚିନ୍ତ ଭାବରେ ଦେଖିଥିବେ। ଏଥିରେ ଥିବା ଶକ୍ତିମାନଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ, କିନ୍ତୁ ତମରାଜ କିଲବିସ୍, ଏହି ଶବ୍ଦର ଅର୍ଥ କ'ଣ ଆପଣମାନେ ଜାଣିଛନ୍ତି? ପ୍ରକୃତରେ ଏ ଦୁଇଟି ହେଉଛି ସଂସ୍କୃତ ଶବ୍ଦ। ସଂସ୍କୃତରେ ତମ ଅର୍ଥ ଅନ୍ଧକାର, ତମରାଜ ଅର୍ଥ ଅନ୍ଧକାରର ରାଜା ଏବଂ କିଲବିସ୍ ବା କିଲବିଷ ଏହାର ଅର୍ଥ ହେଉଛି ପାପ। ଯେଉଁମାନେ ମା ଦୁର୍ଗାଙ୍କର ସ୍ତୋତ୍ର ଐଗିରି ନନ୍ଦିନୀ ଶୁଣିଥିବେ, ଏଇଥିରେ ମଧ୍ୟ ଏହି କିଲବିଷ ଶବ୍ଦଟି ରହିଛି। ସମସ୍ତେ ଭାବିଥାନ୍ତି ଏହି ସିରିଏଲଟି ଛୋଟ ପିଲାଙ୍କ ପାଇଁ, କିନ୍ତୁ ଏଥିରେ ଯେଉଁ ଆଧ୍ୟାତ୍ମିକ ଗୂଢ଼ ରହସ୍ୟ ରହିଛି, ତାହା ଅନେକ ବାବା, ଅନେକ ସାଧୁସନ୍ଥ ମଧ୍ୟ ଏ ଯୁଗରେ ଜାଣିନଥିବେ। ଶକ୍ତିମାନ ହେଉଛନ୍ତି ଦୈବୀ ଗୁଣର ଅଧିକାରୀ। ତାଙ୍କ ଭିତରେ ଦୈବୀ ଶକ୍ତି ରହିଥାଏ। ସେ ସତ୍ୟଗୁଣକୁ ଆପଣେଇ ନେଇଥାନ୍ତି, ତାହା ପ୍ରତି ହିଂସାଚରଣ କରନ୍ତି ନାହିଁ ଏବଂ ସେ ଯେଉଁ ମହିୟସୀ ମହିଳାଙ୍କର ଆବଶ୍ୟକତା କରିଥାନ୍ତି, ସେ ହେଉଛନ୍ତି ଗୀତା ବିଶ୍ୱାସ। ଦୁଇଟି ଶବ୍ଦର ଅର୍ଥ ହେଉଛି ଗୀତା ଉପରେ ବିଶ୍ୱାସ ରଖିବା ଆବଶ୍ୟକ। ଏହି ଦୁଇ ଶକ୍ତିର ମିଶ୍ରଣ ଅର୍ଥାତ୍ ଶକ୍ତିମାନ ଏବଂ ଗୀତା ଉପରେ ବିଶ୍ୱାସ ରଖିବା ଶକ୍ତିର ମିଶ୍ରଣରେ ଅନ୍ଧକାରକୁ ବା ତମରାଜ କିଲବିସ୍କୁ ପରାସ୍ତ କରିହେବ। କିନ୍ତୁ ତମରାଜ କିଲବିସ୍ କ'ଣ ଜଣେ ମଣିଷ? ନା, ସେ ହେଉଛି ଅନ୍ଧକାରର ସୂଚକ। କେବେ ଭାବିଛନ୍ତି ତମରାଜ କିଲବିସ୍ କେବେ ବି ଶକ୍ତିମାନ ସହିତ ସମ୍ମୁଖ ଯୁଦ୍ଧ କରେ ନାହିଁ ବା କ୍ୱଚିତ୍ ଦେଖାଯାଏ। ଅନେକ ସମୟରେ ସେ ଅନେକ ରାକ୍ଷସମାନଙ୍କୁ ପଠାଇଥାଏ, ଯେଉଁମାନେ କି ଶକ୍ତିମାନ ସାମ୍ନାରେ ତୁଚ୍ଛ। ସେମାନଙ୍କର ଶକ୍ତି ବା ପାପ ଶକ୍ତି ବହୁତ କମ୍। ଏହାର କାରଣ କ'ଣ? ଏହାର କାରଣ ହେଉଛି ଏଇଆ ଯେ ଅନ୍ଧକାରର ବା ପାପର ଛୋଟିଆ ଶକ୍ତି ହିଁ ସବୁଠାରୁ ଅଧିକ ଶକ୍ତିଶାଳୀ। ରାବଣ କେବେ ବି ପ୍ରଥମେ ନିଜେ ଆସିନଥିଲା। ପ୍ରଥମେ ତାର ପୁତ୍ର ଏବଂ ଅନ୍ୟାନ୍ୟ ରାକ୍ଷସମାନଙ୍କୁ ପଠାଇଥିଲା ଶ୍ରୀରାମଙ୍କ ସହିତ ଯୁଦ୍ଧ କରିବା ପାଇଁ, କାରଣ ସେ ଶ୍ରୀରାମଙ୍କୁ ବହୁତ ଶସ୍ତା ଭାବି ନେଇଥିଲା। ସେହିପରି କଂସ ମଧ୍ୟ ପ୍ରଥମେ ନିଜେ ନ ଆସି ଅନେକ ରାକ୍ଷସଙ୍କୁ ପଠାଇଥିଲା ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ, କାରଣ ତାର ଭରସା ଥିଲା ଯେ ପାପର ଛୋଟିଆ ଶକ୍ତି ମଧ୍ୟ ପୁଣ୍ୟକୁ ବିନାଶ କରିପାରିବ। ପ୍ରକୃତରେ ଏହା ହିଁ ସତ୍ୟ। ଛୋଟିଆ ପାପଟିଏ ଆରମ୍ଭ କରିଦେଲେ
ଅନେକ ଗୁଡ଼ିଏ ବଡ଼ ପାପୀର ଅଧିକାରୀ ହେବାକୁ ଆମେ ବାଧ୍ୟ ହୋଇଯାଉ। ଆପଣମାନଙ୍କ ମନରେ ଯେଉଁ ପ୍ରଶ୍ନ ଯେ କିଲବିଶ କେବେ ମରିବ, ଶକ୍ତିମାନ କେବେ କିଲବିଶକୁ ମାରିବ, ଏହା କେବେ ବି ସମ୍ଭବ ହୋଇନଥାଏ। ଅନ୍ଧକାରକୁ ଯଦି ଆମେ ବିନାଶ କରିବାକୁ ଚାହିଁବା, ତାହାହେଲେ ଆମର ମଧ୍ୟ କ୍ଷତି ହୋଇଯାଇଥାଏ। ତେଣୁ ଅନ୍ଧକାରକୁ ସବୁବେଳେ ସୀମିତ ରଖିବା ପାଇଁ ମାନବ ସମାଜ ଚେଷ୍ଟା କରି ଆସୁଛି, ଭଗବାନଙ୍କର ଆଶ୍ରୟ ନେଉଛି। ଯୁଗ ଯୁଗ ବ୍ୟାପୀ ଏହା ଚାଲିଛି ଏବଂ ଆଗକୁ ମଧ୍ୟ ଚାଲିବ। ସମୁଦ୍ର ମନ୍ଥନରେ ଉଭୟ ଅମୃତ ଏବଂ ବିଷ ବାହାରିଥିଲା। ହଳାହଳର ଦୁଷ୍ପରିଣାମ ବିଷୟରେ ସମସ୍ତେ ଜାଣିଲେ, ତେଣୁ ଅମୃତର ସ୍ୱାଦ ସମସ୍ତେ ଅନୁଭବ କରିପାରିଲେ। ଯଦି କିଛି ମନ୍ଦ ନଥାନ୍ତା, ତାହେଲେ ଭଲକୁ ଆମେ କେବେ ବି ଜାଣିପାରନ୍ତେ ନାହିଁ। ଦେବତା ଏବଂ ଅସୁର ଅର୍ଥାତ୍ ଦୈବୀ ଗୁଣ ଏବଂ ଆସୁରିକ ଗୁଣ ଦୁଇ ଜଣଙ୍କ ମଧ୍ୟରେ ସେବେଠାରୁ ସଂଗ୍ରାମ ଚାଲି ଆସିଛି। ଯେତେବେଳେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧରି ଅମୃତ କଳସ ହାତରେ ନେଇ ଦେବତା ଏବଂ ଅସୁରମାନଙ୍କ ଭିତରେ ବାଣ୍ଟୁଥିଲେ, ସେ କ'ଣ ଜାଣିନଥିଲେ ଯେ ରାହୁ ଏକ ରାକ୍ଷସ ହୋଇ ମଧ୍ୟ ଦେବତାମାନଙ୍କ ଗହଣରେ ଲୁଚି ରହି ଅମୃତ ପାନ କରିବ? ଭଗବାନ ପରା ସର୍ବଜ୍ଞ, ସେ ସବୁ କିଛି ଜାଣିଥିଲେ। ସେ ହିଁ ପ୍ରକୃତରେ ସେହି ରାହୁ ମଧ୍ୟରେ ପ୍ରବେଶ କରି ଅର୍ଥାତ୍ ରାହୁ ରୂପରେ ଆସି ଅମୃତ ପାନ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଦେବତାମାନେ ଭୋଗବିଳାସରେ ଯେଉଁ ଦିନ ବିତେଇବେ, ଯେଉଁ ସମୟ ବିତେଇବେ ଏବଂ ସେମାନଙ୍କର କର୍ତ୍ତବ୍ୟ ଭୁଲିଯିବେ, ସେମାନଙ୍କର ଏହି କାର୍ଯ୍ୟରେ ଅଙ୍କୁଶ ଲଗାଇବା ପାଇଁ, ସେମାନଙ୍କ ମନରେ ସତ୍ୟ ପ୍ରତି, ଧର୍ମ ପ୍ରତି ଭୟ ରଖିବା ପାଇଁ ଭଗବାନ ବିଷ୍ଣୁ ଏହିଭଳି ମାୟା ରଚନା କରିଥିଲେ। ନାରାୟଣଙ୍କ ମାୟାରୁ କେହି ବଞ୍ଚି ପାରିନାହାନ୍ତି। ଯେତେବେଳେ ସେ ମୋହିନୀ ରୂପ ଧରିଥିଲେ, ତାଙ୍କର ମୋହରେ, ତାଙ୍କର ମାୟାରେ ସମସ୍ତେ ତରଳି ଯାଇଥିଲେ। ସମସ୍ତେ ତାଙ୍କ ପ୍ରତି ଆକୃଷ୍ଟ ହୋଇଯାଇଥିଲେ, ଏପରିକି ଦେବଦେବ ମହାଦେବ ମଧ୍ୟ। କିନ୍ତୁ ଏହି ମାୟାକୁ କାଟି ତାଙ୍କର ଅସଲି ରୂପକୁ ଚିହ୍ନି ପାରିଥିଲେ କେବଳ ରାହୁ। ଏହାର କାରଣ ହେଉଛି, ରାହୁ ଯେ କେବଳ ଜଣେ ରାକ୍ଷସ ତା ନୁହେଁ, ସେ ହେଉଛନ୍ତି ଗ୍ରହରୂପୀ ଜନାର୍ଦ୍ଦନ ଭଗବାନ ବିଷ୍ଣୁଙ୍କର ଏକ ଅଂଶାବତାର। ତେଣୁ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ଯିଏ ମାରୁଛି ସିଏ ମୁଁ, ଯିଏ ମରୁଛି ସିଏ ବି ମୁଁ, ଦେବତା ଭିତରେ ମୁଁ, ରାକ୍ଷସ ଭିତରେ ବି ମୁଁ। ଅନେକ ସମୟରେ ଆମେ ଅନ୍ଧାର ଓ ଆଲୁଅକୁ ନେଇ ବିଭିନ୍ନ ପ୍ରକାର ଦ୍ୱନ୍ଦ୍ୱରେ ପଡ଼ୁ। ଆଧ୍ୟାତ୍ମିକର ଅନ୍ଧାର ଏବଂ ଆଲୁଅ ସହିତ ବିଜ୍ଞାନର ଅନ୍ଧାର ଏବଂ ଆଲୁଅ ଆମେ ତୁଳନା କରିଥାଉ। ପ୍ରକୃତରେ ସତ୍ୟ ହେଉଛି ଏଇଆ ଯେ ଆମେ ଭାବୁ ଅନ୍ଧାର ଅର୍ଥାତ୍ ଯେଉଁଥିରେ କିଛି ଦେଖାଯିବନି ଏବଂ ଆଲୋକ ଯେଉଁଥିରେ ସବୁ କିଛି ଦେଖାଯିବ। କୌଣସି ବସ୍ତୁ ଉପରେ ଯେତେବେଳେ ଆଲୋକ ପଡ଼େ, ସେହି ସମୟରେ ଆମେ ସେ ବସ୍ତୁକୁ ଦେଖିଥାଉ, କିନ୍ତୁ ବସ୍ତୁର ଅପର ପାର୍ଶ୍ୱରେ ଛାଇ ବା ଅନ୍ଧାର ଖେଳି ଯାଇଥାଏ। ଆଲୋକର ଅନୁପସ୍ଥିତିକୁ ଅନ୍ଧାର କୁହାଯାଏ ନାହିଁ, ଆଲୋକର ଅନୁପସ୍ଥିତିକୁ ଶୂନ୍ୟ କୁହାଯାଏ। ଅନ୍ଧାରରେ ମଧ୍ୟ ଆଲୋକ ଲୁଚି ରହିଥାଏ, ଆଲୋକ କଣିକା ରହିଥାଏ, କିନ୍ତୁ ଆମର ଦୃଷ୍ଟିଶକ୍ତି ପରିଧି ମଧ୍ୟରେ ତାହା ନଥାଏ। ତେଣୁ ରାତିରେ ମନୁଷ୍ୟ ଦେଖି ନପାରେ ସତ, କିନ୍ତୁ ଅନେକ ଜୀବଜନ୍ତୁ ଅନ୍ଧାରରେ ମଧ୍ୟ ଦେଖିପାରିଥାନ୍ତି। ଜ୍ଞାନ ହିଁ ପ୍ରକୃତରେ ଆଲୋକ ଏବଂ ଅଜ୍ଞାନତା ହିଁ ଅନ୍ଧକାର। ଅନେକ ଲୋକ ସତ୍ୟ ପଥରେ ଯାଇଥାନ୍ତି। ସେମାନେ ଭାବନ୍ତି ଯେ ସତ୍ୟ ପଥରେ ଯିବା ବହୁତ କଷ୍ଟ। ସେମାନେ ଅନେକ ଯନ୍ତ୍ରଣା ମଧ୍ୟ ସହ୍ୟ କରିଥାନ୍ତି। ତାହାର କାରଣ ହେଉଛି, ପ୍ରକୃତରେ ସତ୍ୟପଥ କେଉଁଟି? ସତ୍ୟ, ନ୍ୟାୟ, ଦୟା, ଧର୍ମ, କରୁଣା, କ୍ଷମା, କୃତଜ୍ଞତା ଏସବୁ ଦୈବୀ ଗୁଣ ରହିବା କ'ଣ ସତ୍ପଥର ଯାତ୍ରୀ ପାଖରେ ନିହାତି ଆବଶ୍ୟକ? ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ହିଂସା ଗୁଣ ରଖିବାକୁ ମଧ୍ୟ କହିଥିଲେ, କାରଣ ଏହାଦ୍ୱାରା ସେ ଧର୍ମ ଆଚରଣ କରିପାରିବେ। ଯଦି ହିଂସା ଗୁଣକୁ ଧର୍ମରେ ପରିବର୍ତ୍ତନ କରି କର୍ତ୍ତବ୍ୟ କରିହେବ, ତାହେଲେ ଜଣେ ସତ୍ୟପଥର ଯାତ୍ରୀ ଧର୍ମ ଆଚରଣ ପୂର୍ବକ କିଛିଟା ହିଂସା ଗୁଣ ଆପଣାଇ ପାରିବ ନାହିଁ କାହିଁକି? ସବୁ ହିଂସାଗୁଣ କ'ଣ ଆସୁରିକ? ଜଣେ ପାପୀକୁ ମାରିବା କ'ଣ ଅସୁର ପ୍ରକୃତି? ସନାତନ ଧର୍ମରେ ଶସ୍ତ୍ର ଏବଂ ଶାସ୍ତ୍ର ବିଦ୍ୟା ଉଭୟ ଶିକ୍ଷା ଦିଆଯାଇଥାଏ। ଏହାର ଅର୍ଥ ନୁହେଁ ଯେ ଶସ୍ତ୍ର ବିଦ୍ୟା ହେଉଛି ପାପଗୁଣ ଏବଂ ଶାସ୍ତ୍ର ବିଦ୍ୟା ହେଉଛି ଧର୍ମଗୁଣ ବା ପୁଣ୍ୟଗୁଣ। ଯେତେବେଳେ ଯାହା ଆବଶ୍ୟକ, ସେତେବେଳେ ଯେଉଁ କର୍ତ୍ତବ୍ୟ ଯାହା କରିବାକୁ କହିଥାଏ, ତାହା ହିଁ ପ୍ରକୃତରେ ସତ୍ୟ।
ତାହା ହିଁ ଧର୍ମ, ତାହା ହିଁ ନ୍ୟାୟ। କେବେ ପରୀକ୍ଷା କରି ଦେଖିଛନ୍ତି ବେଇମାନୀ କଲାବେଳେ ମଧ୍ୟ ଇମାନଦାର ହେବା ନିହାତି ଦରକାର। ଯେଉଁମାନେ ଖଳ ଲୋକ, ବଦମାସ ଲୋକ, ସେମାନେ ଯଦି ପରସ୍ପର ଭିତରେ ସଚ୍ଚୋଟ ନ ହେବେ, ତାହେଲେ ସେମାନଙ୍କର ଦୁର୍ଦ୍ଦଶା ହେବ। ଅସୁରମାନେ ମଧ୍ୟ ପରସ୍ପର ପ୍ରତି ଭଲ ପାଇବା, ବିଶ୍ୱାସ, ଭରସା ଏସବୁ ରଖିଥାନ୍ତି, ପରିଶ୍ରମ ମଧ୍ୟ କରନ୍ତି। ଅସୁର ହୋଇ ମଧ୍ୟ ଏସବୁ ଦୈବୀ ଗୁଣ ତାଙ୍କ ଭିତରେ ଥାଏ। ସେମାନେ ମଧ୍ୟ ଦୈବୀ ଗୁଣର ଆଶ୍ରୟ ନେଇଥାନ୍ତି। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଏସବୁ 6ଟି ଶତ୍ରୁଗୁଣ ମଧ୍ୟ ସେମାନଙ୍କ ମଧ୍ୟରେ ଥାଇ ପରସ୍ପର ସହିତ ମିତ୍ର ଭାବରେ ଚଳି ଏକ ହୋଇ ସେମାନେ ଦେବତାମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥାନ୍ତି। ଈଶ୍ୱରଙ୍କ ଆଶୀର୍ବାଦ ହେଲେ ଅସୁର କୂଳରେ ପ୍ରହ୍ଲାଦ ପରି ପୁଣ୍ୟାତ୍ମା ଜନ୍ମ ନେଇଥାଏ ଏବଂ ଈଶ୍ୱରଙ୍କର ଆଶୀର୍ବାଦ ନଥିଲେ ଦୈବ କୂଳରେ ମଧ୍ୟ ନହୁଷଙ୍କ ପରି ପାପାତ୍ମା ଜନ୍ମ ନେଇଥାନ୍ତି। ପରିଶେଷରେ ଏତିକି କହିବି, ଏ ସଂସାରରେ ତମରାଜ କିଲବିଶ କେବେ ମରିବ ସେଇଟା ପ୍ରଶ୍ନ ନୁହେଁ। ପ୍ରଶ୍ନ ହେଉଛି ମଣିଷ ମନରେ, ମଣିଷ ଆତ୍ମା ଭିତରେ ଥିବା ତମରାଜ କିଲବିଶ କେତେବେଳେ ମରିବ ଏବଂ ମଣିଷ ଭିତରେ ବାସ କରୁଥିବା ଗଙ୍ଗାଧର ଶକ୍ତିମାନ ରୂପ କେତେବେଳେ ଧାରଣ କରିବ। ସେଇଟା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ମଣିଷ ଭିତରେ ଥିବା ଆତ୍ମଶକ୍ତିକୁ ଯଦି ମଣିଷ ଜାଗରଣ କରିପାରିବ, ତାହେଲେ ମନରେ ଥିବା ସମସ୍ତ ଅନ୍ଧାର ଦୂର ହୋଇପାରିବ। ନିଜର କର୍ତ୍ତବ୍ୟକୁ ଠିକ୍ ରୂପେ ନିର୍ଦ୍ଧାରଣ କରି ଭଗବାନଙ୍କ ନିକଟରେ ନିଜକୁ ସମର୍ପଣ କଲେ କେହି ଆଉ କହିବାକୁ ନଥିବେ ଅନ୍ଧେରା କାୟମ ରହେଗା।